ସିନ୍ଥିରେ ଲାଲ ସିନ୍ଦୁର ଶୋଭା, ସକଳ ସୂର୍ଯ୍ୟ ପରି ଦିଏ ଦେଖା। ପ୍ରେମର ବନ୍ଧନ ସ୍ନେହର ଡୋରି, ସୁଖେ କଟୁ ଜୀବନ ସାରି। ହାତରେ ଶଙ୍ଖା ମନରେ ବିଶ୍ୱାସ, ଘରେ ରହୁ ସଦା ହସର ବାସ। ଶାନ୍ତିର ଦୀପ ଜଳୁ ପ୍ରତିଦିନ, ମଙ୍ଗଳମୟ ହେଉ ପ୍ରତିକ୍ଷଣ। ସିନ୍ଦୁର ନୁହେଁ କେବଳ ରଙ୍ଗର ଛବି, ସମ୍ମାନ ସ୍ନେହ ପ୍ରେମର ଭାବ ଏହି। ସବୁଙ୍କ ଜୀବନେ ରହୁ ଶୁଭ ଆଲୋକ, ସୁଖରେ ଭରି ଯାଉ ସଂସାରର ଲୋକ। ସିନ୍ଦୁରର ପ୍ରକୃତ ମହତ୍ତ୍ୱ କେବଳ ଏହାର ରଙ୍ଗରେ ନୁହେଁ, ବରଂ ତାହା ସହିତ ଜଡ଼ିତ ଶ୍ରଦ୍ଧା, ସଦାଚାର, ପାରିବାରିକ ମୂଲ୍ୟବୋଧରେ ରହିଛି। ଭଗବତ୍ ଗୀତା ଆମକୁ ବାହ୍ୟ ଚିହ୍ନ ଅପେକ୍ଷା ନିଜର କର୍ତ୍ତବ୍ୟ ଏବଂ ଧର୍ମକୁ ଗୁରୁତ୍ୱ ଦେବାକୁ ଶିଖାଇଥାଏ। ପ୍ରିୟ ଭକ୍ତଗଣ, ମୁଁ ଆପଣ ସମସ୍ତଙ୍କୁ ଶ୍ରଦ୍ଧାର ସହିତ ନମସ୍କାର ଜଣାଉଛି। ଆଜି ଆମ ହିନ୍ଦୁ ପରମ୍ପରାରେ ସିନ୍ଦୁର କେବଳ ଗୋଟିଏ ପ୍ରଧାନ ସାମଗ୍ରୀ ନୁହେଁ, ବରଂ ଜଣେ ବିବାହିତ ନାରୀଙ୍କର ସୌଭାଗ୍ୟ, ଦାମ୍ପତ୍ୟ ଜୀବନ ଏବଂ ଜୀବନର ପ୍ରତୀକ ବୋଲି ମନାଯାଏ। ଆଜ୍ଞା, ଅନେକ ଲୋକଙ୍କ ମନରେ ପ୍ରଶ୍ନ ଥାଏ, ସଧବା ନାରୀମାନେ ସିନ୍ଦୁର କେଉଁ ସ୍ଥାନରେ ଲଗାଇବା ଉଚିତ? କେବଳ ଅଳ୍ପ ଲଗାଇଲେ ହେବ କି, ନା ସିନ୍ଥି ଭରିବା ଉଚିତ? ଆଜିର ଏହି ଭିଡ଼ିଓରେ ଆମେ ଏହି ବିଷୟରେ ଜାଣିବା। ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ପ୍ରଥମେ ଜାଣି ରଖନ୍ତୁ ଯେ ସିନ୍ଦୁର ଲଗାଇବାର ପ୍ରଥା ଭାରତର ସବୁ ସ୍ଥାନରେ ଏକ ରକମର ନୁହେଁ, ଅର୍ଥାତ୍ ସବୁ ସ୍ଥାନରେ ଅଲଗା ଅଲଗା ହୋଇଥାଏ। ଅଞ୍ଚଳ, ପରିବାର, ସମ୍ପ୍ରଦାୟ ଅନୁସାରେ ଏହାର ପଦ୍ଧତି ଭିନ୍ନ ଭିନ୍ନ ହୋଇଥାଏ। ତେଣୁ କୌଣସି ପ୍ରଥାକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ବୋଲି କୁହାଯାଇପାରେ ନାହିଁ। କିନ୍ତୁ ଗୋଟେ କଥା ମନେ ରଖନ୍ତୁ, ସଧବା ନାରୀମାନେ ନିଶ୍ଚିନ୍ତ ସିନ୍ଦୁର ପରିଧାନ କରିବେ, ଏଇଟା ହିଁ ମନେ ରଖନ୍ତୁ। ଆଜିକାଲିର ଯେଉଁ କଳିଯୁଗ ନାରୀମାନେ କ'ଣ କରୁଛନ୍ତି ନା, ବିବାହିତ ହେଲେ ମଧ୍ୟ ଆପଣ ଜାଣିପାରିବେନି ଯେ ତାଙ୍କୁ ସେ ବିବାହିତ। ଟିକେ ସିନ୍ଦୁର ଲଗାଉଛନ୍ତି, ମଥାରେ ବିନ୍ଦି ନାହିଁ। ଏଇଟା ମନେ ରଖନ୍ତୁ, ଏହା ଆପଣଙ୍କ ପାଇଁ ନିହାତି ଅଶୁଭ। ଆପଣ ବିବାହିତ ନା, ସିନ୍ଦୁରଟା କ'ଣ ଭାରି ଜିନିଷ? ଭାରି ଜିନିଷ ନୁହେଁ ନା। ତେଣୁ ଆପଣ ଯେଉଁ ବାହାରକୁ ଟିକେ ଲଗାଉଛନ୍ତି, ସେଇ ବାହାରେ ନ ଲଗାଇ ଆପଣ ବରଂ ସେଇ ସିନ୍ଦୁରକୁ ଭିତରକୁ ଲଗାଇଲେ ଆପଣଙ୍କ ପାଇଁ ମଙ୍ଗଳ ହେବ ବା ଆପଣଙ୍କ ସ୍ୱାମୀ ପାଇଁ ମଙ୍ଗଳ ହେବ। ଆଉ ଗୋଟେ କଥା ମନେ ରଖନ୍ତୁ, ଯେଉଁ ନାରୀମାନେ ସଧବା, କେବେ ହେଲେ ଗୋଟା ମୁଣ୍ଡ କୁଣ୍ଡାନ୍ତୁ ନାହିଁ। ସବୁବେଳେ ଆପଣ ମଝିରେ ସିନ୍ଥିରେ ଅର୍ଥାତ୍ ଆପଣ ସୂତାନି କରି ସେଇ ସିନ୍ଦୁରଟିକୁ ପଦାକୁ ନ ଆଣି ଭିତରକୁ ଟାଣନ୍ତୁ। ଏହା କଲେ ଆପଣଙ୍କ ସ୍ୱାମୀର ଆୟୁଷ ଦୀର୍ଘାୟୁ ହେବ। ଯେଉଁ ସିନ୍ଦୁର ଆପଣ ଲଗାଉଛନ୍ତି ସେଟା ସର୍ବଦା ବା ଆପଣ ମଲା ଯାଏ ଲଗାଉଥିବେ, ଏଇଟା ମନେ ରଖନ୍ତୁ। ଏହା କଲେ ଆପଣଙ୍କର ମଙ୍ଗଳ ହେବ। ପ୍ରଥମେ ଜାଣି ରଖନ୍ତୁ, ସିନ୍ଦୁର ଲଗାଇବା ଭାରତର ସବୁ ସ୍ଥାନରେ ସମାନ ନୁହେଁ ମୁଁ କହିଲି। ତେଣୁ ପ୍ରଚଳିତ ମାନ୍ୟତା ଅନୁଯାୟୀ ସଧବା ନାରୀମାନେ ମୁଣ୍ଡରେ ସିନ୍ଦୁର ଲଗାଇବେ। କେତେକ ପରିବାରରେ ସିନ୍ଥିର ଆଗ ଭାଗରେ ବି ଅଳ୍ପ ସିନ୍ଦୁର ଲଗାଯାଏ, ଆଉ କେତେକ ପରିବାରରେ ସମ୍ପୂର୍ଣ୍ଣ ସିନ୍ଥି ଭରାଯାଏ। ପ୍ରକୃତର କଥା କହିବାକୁ ଗଲେ ସିନ୍ଥିରେ ଯଦି ସିନ୍ଦୁର ଅଧିକ ଲଗାଯାଏ, ତାହେଲେ ସେ ନାରୀଟି ଯେତେ ବି ଅସୁନ୍ଦର ହେଉଥାଏ ନା କାହିଁକି, ଯଦି ତା ସିନ୍ଥିରେ ସିନ୍ଦୁର ଅଛି ନା, ସେ ସୁନ୍ଦର ଲାଗେ। ଶଙ୍ଖା ସିନ୍ଦୁର ଯିଏ ପିନ୍ଧିଥାଏ ନା, ସେ ଯେତେ ଅସୁନ୍ଦର ହେଲେ ମଧ୍ୟ ସେ ସୁନ୍ଦର ହିଁ ସୁନ୍ଦର ଦେଖାଯାଏ। କାରଣ ଏଇଟା ହେଉଛି ଗୋଟେ ନାରୀର ଆଭୂଷଣ। କେତେ ଲୋକ ଲଲାଟରେ ସିନ୍ଦୁର ଛୋଟ ଟିକା ଲଗାନ୍ତି। କେବେ ମନେ ରଖିବେ, ସଦା ସର୍ବଦା ସଧବା ନାରୀମାନେ କେବେ ହେଲେ ମଥା ଫାଙ୍କା ରଖିବେ ନାହିଁ। ଏଇଟା ହିଁ ଆପଣଙ୍କର ଅମଙ୍ଗଳ ହେବ। ଆଉ ଗୋଟେ କଥା ମନେ ରଖନ୍ତୁ, ସିନ୍ଥିରେ ଲଗାଇବେ, ହାତରେ ଲଗାଇବେ, ବେକରେ ଲଗାଇବେ, ଚୁଡ଼ିରେ ଲଗାଇବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଆପଣଙ୍କ ପରିବାର ସହିତ ସେୟାର କରନ୍ତୁ।